ଶୁଣ ପିଲାମାନେ, ଆମ ହିନ୍ଦୁ ଧର୍ମର ରୀତିନୀତି ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ପର୍ବପର୍ବାଣି ଆମେ ପାଳନ କରିଥାଉ। ଏହା କାହିଁ ବହୁ ପ୍ରାଚୀନ କାଳରୁ ଚାଲି ଆସୁଛି। ହେଲେ ସେହି ପର୍ବପର୍ବାଣି ପାଳନ ପଛରେ କିଛି ନା କିଛି ପୌରାଣିକ ତଥ୍ୟ ବା କାହାଣୀ ରହିଛି। ସେହିଭଳି ହୋଲି ଆମେ କାହିଁକି ପାଳନ କରୁ ବା ହୋଲି କ'ଣ ପାଇଁ ପାଳନ କରାଯାଏ, ସେହି ବିଷୟରେ ମୁଁ ଆଜି ତମମାନଙ୍କୁ କହିବି। ସମସ୍ତେ ଧ୍ୟାନ ଦେଇ ଶୁଣ। ଏହି କାହାଣୀଟି ଦୈତ୍ୟରାଜ ହିରଣ୍ୟକଶ୍ୟପ ଏବଂ ତାଙ୍କ ପୁତ୍ର ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ପ୍ରହ୍ଲାଦଙ୍କର। ମହର୍ଷି କଶ୍ୟପ ଏବଂ ତାଙ୍କର ଧର୍ମପତ୍ନୀ ଦୀପ୍ତିଙ୍କ କୋଳରୁ ଦୁଇଟି ମହାନ ଓ ପରାକ୍ରମୀ ପୁତ୍ର ସନ୍ତାନ ଜନ୍ମ ଲାଭ କଲେ। ଏମାନଙ୍କ ମଧ୍ୟରୁ ବଡ଼ର ନାମ ହିରଣ୍ୟକଶ୍ୟପ ଏବଂ ସାନର ନାମ ହିରଣ୍ୟାକ୍ଷ ଥିଲା। ସେ ଦୁଇଜଣ ମହାବଳଶାଳୀ ଏବଂ ମହାପରାକ୍ରମୀ ଥିଲେ। ସେ ଦୁଇ ଭାଇ ଦେବତାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସ୍ୱର୍ଗ ଅଧିଗ୍ରହଣ କରିନେଲେ। ଗୋଟିଏ ଦିନ ହିରଣ୍ୟାକ୍ଷ ପୃଥିବୀକୁ ପାତାଳପୁରରେ ଲୁଚେଇବା ଲାଗି ନେଇଯାଉଥିଲା। ଏହା ଦେଖି ଭଗବାନ ବିଷ୍ଣୁ ବରାହ ଅବତାର ଧାରଣ କରି ହିରଣ୍ୟାକ୍ଷର ବଧ କରିଥିଲେ। ନିଜ ପ୍ରିୟ ଭାଇ ହିରଣ୍ୟାକ୍ଷର ବଧ ପରେ ହିରଣ୍ୟକଶ୍ୟପ ବହୁତ ମନ ଦୁଃଖ କଲା। ସେ ଭଗବାନ ବିଷ୍ଣୁଙ୍କ ଠାରୁ ପ୍ରତିଶୋଧ ନେବା ଲାଗି ହିରଣ୍ୟକଶ୍ୟପ ତପସ୍ୟା କରିବା ଲାଗି ମହେନ୍ଦ୍ର ପର୍ବତ ଉପରକୁ ଚାଲିଗଲା। ସେ ତା ଭାଇର ମୃତ୍ୟୁର ପ୍ରତିଶୋଧ ନେବା ଲାଗି ବ୍ରହ୍ମାଙ୍କର ଘୋର ତପସ୍ୟା କଲା। ଓଂ ବ୍ରହ୍ମାୟ ନମଃ, ଓଂ ବ୍ରହ୍ମାୟ ନମଃ। ଏପଟରେ ଦେବରାଜ ଇନ୍ଦ୍ର ତାଙ୍କ ଦେବତାମାନଙ୍କୁ ଧରି ହିରଣ୍ୟକଶ୍ୟପ ରାଜ୍ୟ ଉପରେ ଆକ୍ରମଣ କରିଦେଲେ। ଦେବଗଣ ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଲା। ଯୁଦ୍ଧରେ ଅସୁରମାନେ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଦୌଡ଼ି ପଳାଇଲେ। ଦେବରାଜ ଇନ୍ଦ୍ର, ଲାଗୁଛି ସବୁ ଅସୁରମାନେ ଭୟରେ ପାତାଳପୁରକୁ ଯାଇ ଲୁଚିଗଲେ। ଏ ମହଲରେ କେବଳ ହିରଣ୍ୟକଶ୍ୟପର ପତ୍ନୀ କୟଦୁ ହିଁ ଅଛି। ହିରଣ୍ୟକଶ୍ୟପର ପତ୍ନୀକୁ ବନ୍ଦୀ କରାଯାଉ। ଦେବରାଜ ଇନ୍ଦ୍ର ହିରଣ୍ୟକଶ୍ୟପର ମହଲରେ ପଶି ତାଙ୍କ ପତ୍ନୀ କୟଦୀକୁ ବନ୍ଦୀ ବନେଇ ନେଲେ। ମୋତେ ଛାଡ଼ି ଦିଅ ଦେବରାଜ ଇନ୍ଦ୍ର, ମୁଁ ଏବେ ଗର୍ଭବତୀ ଅଛି। ନା, ଆମେ ଗୋଟେ ଅସୁରର ପତ୍ନୀକୁ ଏଠାରେ ଛାଡ଼ି ଯାଇପାରିବୁ ନାହିଁ। ଏହା ଆମ ଦେବତାମାନଙ୍କ ପାଇଁ ହାନିକାରକ ଅଟେ। ଦେବରାଜ ଇନ୍ଦ୍ର ତାଙ୍କ ରଥରେ କୟଦୀକୁ ବନ୍ଦୀ କରି ନେଉଥିବା ସମୟରେ ଦେବଶ୍ରୀ ନାରଦ ଦେଖା ହୁଅନ୍ତି। ନାରାୟଣ ନାରାୟଣ। ମୋତେ କିଏ ବଞ୍ଚାଅ, ମୋତେ ରକ୍ଷା କର। ଦେବରାଜ ଇନ୍ଦ୍ର, ତମେ କୟଦୁକୁ କେଉଁ ଆଡ଼େ ନେଇଯାଉଛ? ଦେବଶ୍ରୀ ନାରଦ, ଆଙ୍କ ଗର୍ଭରେ ହିରଣ୍ୟକଶ୍ୟପର ଅଂଶ ଅଛି। ଯଦି ସେ ବଞ୍ଚିଗଲା ତାହେଲେ ଆଉ ଗୋଟେ ରାକ୍ଷସ ଜନ୍ମ ନେବ। ମୁଁ ଏହା କଦାପି ହେବାକୁ ଦେବି ନାହିଁ। ନାହିଁ ଦେବରାଜ ଇନ୍ଦ୍ର, କୟଦୁର ଗର୍ଭରେ ବଢ଼ୁଥିବା ଶିଶୁପୁତ୍ର ଆଗକୁ ଜନ୍ମ ଲାଭ କରି ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ହେବ। ଏମାନଙ୍କୁ ତମେ ଛାଡ଼ିଦିଅ। ଦେବରାଜ ଇନ୍ଦ୍ର ମହର୍ଷି ନାରଦଙ୍କ କଥା ମାନି କୟଦୁକୁ ତାଙ୍କ ପାଖରେ ଛାଡ଼ି ଦିଅନ୍ତି। ମହର୍ଷି ନାରଦ କୟଦୁକୁ ତାଙ୍କ ଆଶ୍ରମକୁ ନେଇ କୁହନ୍ତି, ପୁତ୍ରୀ, ଯେପର୍ଯ୍ୟନ୍ତ ତମ ସ୍ୱାମୀ ତପସ୍ୟା କରି ନ ଫେରିଛନ୍ତି ସେ ପର୍ଯ୍ୟନ୍ତ ତମେ ଏଇଠାରେ ରହିବ। ହେ ଦେବଶ୍ରୀ ନାରଦ, ଆପଣଙ୍କ ପାଇଁ ଆଜି ମୋର ଆଉ ମୋର ଗର୍ଭରେ ବଢୁଥିବା ସନ୍ତାନର ଜୀବନ ବଞ୍ଚିଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ଆପଣଙ୍କ ପାଖରେ ସଦା ଋଣୀ ରହିବି। କୟଦୁ ମହର୍ଷି ନାରଦଙ୍କର ମୁଖରୁ ସୁନ୍ଦର ପ୍ରବଚନ ଶୁଣି ସେଠାରେ ଖୁସିରେ ରହିବାକୁ ଲାଗିଲେ। ସେହି ପ୍ରବଚନର ସ୍ୱର ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁପୁତ୍ରର କାନରେ ବାଜିଲା ଏବଂ ଦିନ ପରେ ଦିନ ବିତି ଚାଲିଲା। ଏପଟରେ କୟଦୁ ଗୋଟେ ପୁତ୍ର ସନ୍ତାନକୁ ଜନ୍ମ ଦେଲା। ତାର ନାମ ପ୍ରହ୍ଲାଦ ରଖାଗଲା। ଏପଟରେ ହିରଣ୍ୟକଶ୍ୟପର କଠୋର ତପସ୍ୟା ପୂରଣ ହୋଇଯାଇଥାଏ ଏବଂ ସେ ବ୍ରହ୍ମାଙ୍କ ଠାରୁ ବର ପାଇଯାଏ। ସେ ଯେମିତି ବ୍ରହ୍ମାଙ୍କ ଠାରୁ ବର ପାଇଲା, ତାର ଗର୍ବ ଅହଙ୍କାର ବଢ଼ିଗଲା। ସେ
ତିନି ଲୋକ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଲା। ଏମିତି କିଛି ଦିନ ପରେ କୟାଧୁ ତାର ପୁତ୍ର ପ୍ରହଲ୍ଲାଦକୁ ଧରି ମହଲକୁ ଫେରିଲା। ପ୍ରହଲ୍ଲାଦ ଯେଉଁଠି ବି ଶିକ୍ଷା ଅଧ୍ୟୟନ କରିବାକୁ ଗଲା ସେଇଠାରେ ଶ୍ରୀହରିଙ୍କର ନାମ ଜପିବାକୁ ଲାଗିଲା। ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ। ଯେତେବେଳେ ସବୁ କଥା ହିରଣ୍ୟକଶ୍ୟପକୁ ଜଣାପଡ଼ିଲା ସେ ବହୁତ ରାଗିଗଲା। ଆରେ ଏ ବାଳକ ତ ବହୁତ ଦୁରାତ୍ମା ଅଟେ, ଆକୁ ମାରିଦିଅ। ଏହାର ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଇଏ ମୋରି ପୁତ୍ର ହୋଇ ମୋରି ଶତ୍ରୁର ନାମ ଜପ କରୁଛି। ଆକୁ ତୁରନ୍ତ ମାରି ଦିଆଯାଉ। ନାହିଁ ସ୍ୱାମୀ, ଆପଣ ଏମିତି କରନ୍ତୁ ନାହିଁ। ଇଏ ଆପଣଙ୍କ ପୁତ୍ର ଅଟେ। ହିରଣ୍ୟକଶ୍ୟପର ସୈନ୍ୟମାନେ ପ୍ରହଲ୍ଲାଦକୁ ଯେଉଁ ଉପାୟରେ ମାରିବାକୁ ଚେଷ୍ଟା କଲେ ମଧ୍ୟ ଶ୍ରୀହରିଙ୍କର କୃପାରୁ ପ୍ରହଲ୍ଲାଦର କିଛି ବି କ୍ଷତି ହୁଏ ନାହିଁ। ଏହା ଦେଖି ହିରଣ୍ୟକଶ୍ୟପ ବହୁତ ଚିନ୍ତାରେ ପଡ଼ିଗଲା। ସେ ପ୍ରହଲ୍ଲାଦକୁ ମାରିବା ଲାଗି ଅନ୍ୟ ଉପାୟ ପାଞ୍ଚିଲା। ପ୍ରହଲ୍ଲାଦକୁ ମାରିବା ପାଇଁ ତାକୁ ପାହାଡ଼ ତଳକୁ ଠେଲି ଦିଅନ୍ତି, ହେଲେ ଭଗବାନଙ୍କ ବିଷ୍ଣୁଙ୍କ କୃପାରୁ ତାର କିଛି ବି କ୍ଷତି ହୁଏ ନାହିଁ। ଏମିତି ବିଭିନ୍ନ ପ୍ରକାର ଚେଷ୍ଟା କଲେ ମଧ୍ୟ ସେ ପ୍ରହଲ୍ଲାଦର କୌଣସି ବି କ୍ଷତି କରିପାରନ୍ତି ନାହିଁ। ଏହା ଦେଖି ହିରଣ୍ୟକଶ୍ୟପ ବହୁତ ଚିନ୍ତାରେ ପଡ଼ିଗଲା। ଭ୍ରାତା ହିରଣ୍ୟକଶ୍ୟପକୁ ଏମିତି ଚିନ୍ତାରେ ପଡ଼ିଯିବାର ଦେଖି ତାଙ୍କ ଭଉଣୀ ହୋଲିକା ପଚାରନ୍ତି, ଭ୍ରାତା, ମୁଁ ଏମିତି ମହାନ ପରାକ୍ରମୀ ରାଜାକୁ ମନ ଦୁଃଖରେ ଦେଖିପାରିବି ନାହିଁ। ମୁଁ ଆପଣଙ୍କ ଏ ଚିନ୍ତାରୁ ମୁକ୍ତି କରିବାକୁ ଆପଣଙ୍କ ପାଖକୁ ଗୋଟେ ପ୍ରସ୍ତାବ ନେଇକରି ଆସିଛି। କେମିତିକା ପ୍ରସ୍ତାବ ଭଉଣୀ ହୋଲିକା? ମୋର ସବୁଠାରୁ ବଡ଼ ଚିନ୍ତା ତ ସେ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ। ମୋତେ କେବଳ ତାକୁ ମୃତ୍ୟୁଦଣ୍ଡ ଦେବାର ଅଛି। ତାପରେ ମୋର ସବୁ ଚିନ୍ତା ଦୂର ହେଇଯିବ। ହଁ ଭ୍ରାତା, ଆପଣଙ୍କୁ ତ ଜଣାଥିବ ମୁଁ ବ୍ରହ୍ମଦେବଙ୍କ ଠାରୁ ବର ପାଇଥିଲି କି ଅଗ୍ନି ମୋର କୌଣସି କ୍ଷତି କରିପାରିବ ନାହିଁ। ତମେ ସୈନ୍ୟମାନଙ୍କୁ ଧରି ଗୋଟେ ବଡ଼ ଜାଗାରେ ଅଗ୍ନି ସଂଯୋଗର ଆୟୋଜନ କର। ମୁଁ ପ୍ରହଲ୍ଲାଦକୁ ମୋର କୋଳରେ ଧରି ଜାବୁଡ଼ି ଧରିବି। ତାପରେ ତମେ ନିଆଁ ଲଗେଇଦେବ। ତାପରେ ପ୍ରହଲ୍ଲାଦର ପ୍ରାଣ ସେଇଠି ଛାଡ଼ିଯିବ। ତା ପରଦିନ ଭଉଣୀ ହୋଲିକା ଯେମିତି ତା ଭାଇକୁ କହିଥିଲା ସେ ସେମିତି କଲା। ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ବସିଗଲା। ହେଲେ ଆଗ ଅପେକ୍ଷା ଅଗ୍ନିର ଉତ୍ତାପ ତାକୁ ଅଧିକା ଜଣାଗଲା। କହିବାକୁ ଲାଗିଲା କି ବ୍ରହ୍ମଦେବ ତା ସହିତ ଅନ୍ୟାୟ କରିଛନ୍ତି। ନା, ଏମିତି ହେଇପାରିବ ନାହିଁ। ବ୍ରହ୍ମଦେବ ମୋ ସହିତ ଅନ୍ୟାୟ କରିଛନ୍ତି। ନା ନା, ଏମିତି ହେଇପାରେ ନା। ଏହା ଶୁଣି ବ୍ରହ୍ମଦେବ ସେଠାରେ ପ୍ରକଟ ହୁଅନ୍ତି। ପୁତ୍ରୀ ହୋଲିକା, ତୁମେ ତୁମ ବରର ଅପମାନନା କରିଛ। ଏ ବରଦାନ ତୁମକୁ ତୁମର ଜୀବନ ବଞ୍ଚାଇବା ଲାଗି ଏବଂ ଅନ୍ୟର ଜୀବନ ବଞ୍ଚାଇବା ଲାଗି ଦିଆଯାଇଥିଲା, କିନ୍ତୁ ତମେ ଗୋଟେ ନିର୍ବୋଧ ଶିଶୁକୁ କୋଳରେ ଧରି ତାକୁ ହତ୍ୟା କରିବା ଲାଗି ଉଦ୍ୟମ କରିଛ। ତେଣୁ ତୁମର ଏ ବରଦାନ ବ୍ୟର୍ଥା ଯାଇଛି। ଏହା କହି ବ୍ରହ୍ମଦେବ ସେଠାରୁ ଚାଲିଯାଆନ୍ତି। ଏପଟରେ ତ ଭଗବାନ ବିଷ୍ଣୁ ପ୍ରହଲ୍ଲାଦର ରକ୍ଷା କରୁଥାନ୍ତି। ସେପଟରେ ହୋଲିକା ନିଆଁରେ ଜଳିପୋଡ଼ି ଧ୍ୱଂସ ହୋଇଯାଏ। ଅଗ୍ନିର ଉତ୍ତାପ ବହୁତ ଥିବାରୁ ତାର ଭାଇ ହିରଣ୍ୟକଶ୍ୟପ ହୋଲିକାର ଜୀବନ ବଞ୍ଚାଇବାରେ ବିଫଳ ହୁଏ ଏବଂ ପ୍ରହଲ୍ଲାଦ ସେ ଅଗ୍ନିରୁ ବାହାରି ଆସେ। ସେହିଦିନ ହିରଣ୍ୟକଶ୍ୟପର ଭଉଣୀ ହୋଲିକା ସେ ଅଗ୍ନିରେ ଜଳିପୋଡ଼ି ପାଉଁଶ ହୋଇଯାଏ। ତେଣୁ ଏହାକୁ ହୋଲିକା ଦହନ କୁହାଯାଏ ଏବଂ ଆମେମାନେ ହୋଲି ପାଳନ କରିଥାଉ।